ଚଡ଼କ ପୂଜା ପାଇଁ ଖଜୁରୀ ତୋଳୁଥିବା ବେଳେ ଗଛରୁ ପଡ଼ି ଜଣେ ଯୁବକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣ ଯୁବକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ସୂଚନା ମିଳିଛି। ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ନାଲାଗୁଣ୍ଠି ପଞ୍ଚାୟତର MPV 36 ଗ୍ରାମରେ ଆଜି ଅପରାହ୍ନରେ ବଙ୍ଗୀୟ ସମ୍ପ୍ରଦାୟଙ୍କ ପକ୍ଷରୁ ଚଡ଼କ ପୂଜା ପାଇଁ ପ୍ରସ୍ତୁତି ଚାଲିଥିଲା। ପୂଜା ନିମନ୍ତେ MV 72 ଗ୍ରାମ ନିକଟରେ ଥିବା ଏକ ଖଜୁରୀ ଗଛରେ ଚଢ଼ି MPV 36 ଗ୍ରାମର ଜଗଦୀଶ ସାନା 35 ବର୍ଷ ଓ ଅନ୍ୟ ଜଣେ ସାଥୀ ଖଜୁରୀ କୋଳି ତୋଳୁଥିବା ବେଳେ ଗଛରୁ ଖସି ପଡ଼ିଥିଲେ। ତୁରନ୍ତ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇ ଚିକିତ୍ସା କରାଯାଇଥିଲା। କାଲିମେଳା ହସ୍ପିଟାଲରେ ଜଗଦୀଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲା ବେଳେ ଅନ୍ୟ ଜଣେ ଯୁବକଙ୍କୁ ଚିକିତ୍ସା ନିମନ୍ତେ ଭଦ୍ରାଚଲମ ହସ୍ପିଟାଲକୁ ପଠାଯାଇଥିବାର ଜଣାପଡ଼ିଛି। ପୂଜା ପାଇଁ ଭିଡ଼ିଓ ସୁଟିଂ ହେଉଥିବା ବେଳେ ଯୁବକ ଜଣକ ଗଛରୁ ପଡ଼ିବାର ଭିଡ଼ିଓ ମଧ୍ୟ ଲାଇଭ୍ ସୁଟିଂ ହୋଇଛି। ଏହି ଭିଡ଼ିଓ ଆଜି ସନ୍ଧ୍ୟାରେ ବିଭିନ୍ନ ମୋବାଇଲରେ ଘୁରି ବୁଲୁଥିବାର ଦେଖାଯାଇଛି। ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣାସ୍ଥଳରେ ମୋଟୁ ଥାନା ପୁଲିସ ପହଞ୍ଚି ମୃତ ଶରୀର ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ହସ୍ପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି। বাসার পড়ে গেছে ওই